କିଛି ମୂଲ୍ୟ ନଥାଏ। କେବଳ ପରନିନ୍ଦା, ପରଚର୍ଚ୍ଚା ଏହିସବୁ ବିଷୟରେ ଘଣ୍ଟା ଘଣ୍ଟା ଧରିକିରି ଆଲୋଚନା। ଯଦି ସେଇ ପାଖରେ କୋଉଠି ଗୋଟିଏ ସତ୍ସଙ୍ଗ ହୁଏ କିମ୍ବା ହରିନାମ ସଂକୀର୍ତ୍ତନ ହୁଏ, ସେଠିକି ଯିବା ପାଇଁ ସେମାନଙ୍କର ମନ ହୁଏନି ନା କେହି ଯାଆନ୍ତି ବି ନାହିଁ। କିନ୍ତୁ ଏବେ ଦେଖାଯାଉଛି ଏଇ କିଛି ଦିନ ହବ ମଣିଷ ବଜାର ଘାଟକୁ ଯାଉଛି, ସବୁ କରୁଛି, କିନ୍ତୁ ଟିକେ ନାମ ପ୍ରେମ, ଟିକେ ସତ୍ସଙ୍ଗ ଏସବୁ କରିବା ପାଇଁ ତାର ଗୋଟେ ମନରେ ସ୍ୱତଃସ୍ଫୂର୍ତ୍ତ ଗୋଟେ ଇଚ୍ଛା ହେଲା। ଏଇଠିକି ଯେତେବେଳେ ମୁଁ ଆସିଲି, ସେ ଗେଟ୍ ପାଖରେ ଲେଖା ହେଇଛି ଦିବ୍ୟ ସତ୍ସଙ୍ଗ। ଦିବ୍ୟ ସତ୍ସଙ୍ଗ କେବଳ ମଣିଷ ହିଁ କରେ, ଅନ୍ୟ କେହି ସେ ସତ୍ସଙ୍ଗର ଅର୍ଥ ବୁଝିପାରିବେନି। ଦିବ୍ୟ ସତ୍ସଙ୍ଗ କେବଳ ମଣିଷ କରେ। ତାର କାରଣ ହେଉଛି ମଣିଷ ଭିତରେ ଦିବ୍ୟ ଜ୍ଞାନ ଭଗବାନ ରଖିଛନ୍ତି, ସିଏ ହିଁ ଦିବ୍ୟ ସତ୍ସଙ୍ଗ କରିବା ପାଇଁ ସାମର୍ଥ୍ୟ। ବିଶ୍ୱାମିତ୍ର ହେଉଛନ୍ତି ଜଣେ ମହାନ ଋଷି, ଯିଏକି କଥା କଥା କରି ଦ୍ୱିତୀୟ ସ୍ୱର୍ଗ ସୃଷ୍ଟି କରିଥିଲେ। ଏଇ ଯେଉଁ ସ୍ୱର୍ଗକୁ ଆପଣ ଦେଖୁଛନ୍ତି, ସ୍ୱର୍ଗ କହିଲେ କିଛି ଏମିତି ନାହିଁ। ସ୍ୱର୍ଗ କହିଲେ ଆମେ ଭାବୁ ଏଇ ଯେଉଁ ଗ୍ରହ ତାରା ନକ୍ଷତ୍ର ମାନଙ୍କୁ ଆମେ ଦେଖୁଛୁ, ସେଇଠି ବୋଧେ ସ୍ୱର୍ଗଟା ଅଛି। ମର୍ତ୍ତ୍ୟର ଯେଉଁମାନେ ସାଧୁ ସନ୍ଥ ସାଧକ ପଣ୍ଡିତ, ଏମାନେ ସ୍ୱର୍ଗ କହିଲେ ହିମାଳୟର ଶୃଙ୍ଗକୁ ଏମାନେ ସ୍ୱର୍ଗ ବୋଲି କୁହନ୍ତି। କିନ୍ତୁ ସ୍ୱର୍ଗର ଅର୍ଥ ହେଉଛି ଆନନ୍ଦ। ଯେଉଁଠି ଆନନ୍ଦ ଅଛି ସେଇଠି ସ୍ୱର୍ଗ ଅଛି। ଆମେ ବର୍ତ୍ତମାନ ଜଣେ ବ୍ୟକ୍ତିଙ୍କର ଗୃହରେ ଆମେ ବର୍ତ୍ତମାନ ନାମ କଲୁ, ପ୍ରାର୍ଥନା କଲୁ, ସତ୍ସଙ୍ଗ କଲୁ। ଏଇ ଯେଉଁ ଆନନ୍ଦ ଆମେ ପାଇଲୁ, ସେଇ ଆନନ୍ଦ ହିଁ ହେଉଛି ସ୍ୱର୍ଗ। ଯେଉଁଠି ଆନନ୍ଦ ନାହିଁ ସେଠି ସ୍ୱର୍ଗ ମଧ୍ୟ ନାହିଁ। ଯେଉଁ ପରିବାରରେ ଆନନ୍ଦ ଅଛି, ଶାନ୍ତି ଅଛି,
परस्पर भितर स्नेह श्रद्धा ममता ये सब रही से हूँ प्रकृत स्वरूप जोटी ये सब नहीं कली कजिया ठारू माड़गोड़ फौजदारी पर्यंत आउ माली मकदमा पर्यंत जोठी अच्छी से स्वर्ग नुहे से हूँ एक प्रकार जंत्रणा बा नरक। स्वर्ग कहिले आनंद, नरक कहिले जंत्रणा। आपण गोटे मेडिकल को जीवे, डाक्तरखाना को जीवे, सेठी आपण कौन देखिए? स्वर्ग देखिए, नरक भी देखिए। जो माने सुस्थ जीवन पाई घर को फेरुचंती तांको मनरे जो हस खुशी उठुची से हूँ स्वर्ग। जो माने असह्य जंत्रणारे छटपट होउचंती एभली कि मरिबा पाई मध्य से भगवान को प्रार्थना करुचंती से हूँ प्रकृत नरक। वर्तमान विश्वामित्र होउचंती विश्वर मित्र। समस्ते दाढ़ी बाल जटा तिलक माली सब पिंधिकी बाबा होउचंती माने उपाधि सब स्वतंत्र रहुची। ये हूँ गोटे प्रकार कथा। किंतु जो माने प्रकृत साधक से माने स्वर्ग कौन बुझी जो मान पाखरे कहारी सहित संबंध नहीं, संपर्क नहीं, भल पाइबा नहीं, सेठी स्वर्गर परिकल्पना करी हो नहीं। राति पाइले जो माने विश्व चिंता करते, विश्वर हित पाई मिनिटे हो 2 मिनिट हो टिके प्रार्थना करती से हूँ स्वर्ग। जोटी सराग बा जोठी भल पाइबा रही, स्नेह रही, ममता रही से हूँ स्वर्ग। विश्वामित्र से विश्वर मित्र, प्रचंड साधक। यही प्रचंड साधक साधना करुवा समय सी चिंता कले जे मु गोटे द्वितीय स्वर्ग निर्माण करी। तांको पाखरे थिले योगी श्रेष्ठ वशिष्ठ। से कहले प्रभु गोटाए तो स्वर्ग अच्छी, आपण पुणी आउ गोटे स्वर्ग कहीं करेंगे ना? सी स्वर्ग सबू मोर जेते लोक मते जी भल पाउच से माने आसी से स्वर्ग रे। आउ जो माने मो लोक नुहंती से तांकर आउ एक स्वर्ग को जीवे। ये कथार मीमांसा हो पारा नहीं।
ବହୁତ ଅଡୁଆ ହେଲା। ଶେଷରେ ପୃଥିବୀକୁ ଯିଏ ଧାରଣ କରିଛନ୍ତି ବା ପୃଥିବୀ ଯାହା ପାଇଁ ରହିଛି, ବିଜ୍ଞାନ ଯାହାକୁ କହୁଛନ୍ତି ସୂର୍ଯ୍ୟଙ୍କର ମହାକର୍ଷଣ ଶକ୍ତି। ମହାକର୍ଷଣ ଶକ୍ତି ଦ୍ୱାରା ପୃଥିବୀ ରହିଛି। ସେହି ମହାକର୍ଷଣ ଶକ୍ତିକୁ ଆଧ୍ୟାତ୍ମିକ ସାଧକମାନେ ସିଏ କୁହନ୍ତି ଇଏ ହେଉଛି ଅନନ୍ତନାଗ। ସେଇ କଥା ବଶିଷ୍ଠ କହିଲେ, ତମେ ମୋ ସହିତ କଜିଆ କର ନା କି ମୁଁ ତମ ସହିତ ବି କଜିଆ କରିବି। ସେଇ ଅନନ୍ତ ନାଗଙ୍କ ପାଖକୁ ଚାଲ, ଯିଏ ଯୁଗ ଯୁଗ ଧରି ଇଏ ପୃଥିବୀ କି ଧାରଣ କରିଛନ୍ତି। ସିଏ ଯାହାକୁ କହିବେ ବଡ଼, ସେଇ ହବ ସ୍ୱର୍ଗର ଅଧିବାସ। ତେଣୁ ବିଶ୍ୱାମିତ୍ର ବଶିଷ୍ଠ ଉଭୟ ଗଲେ, ଅନନ୍ତ ନାଗଙ୍କୁ ପ୍ରାର୍ଥନା କଲେ। ଅନନ୍ତ ନାଗ ତାଙ୍କ ପ୍ରାର୍ଥନାକୁ ଶୁଣି ସେ ବୁଝିଲେ ଇଏ ଦି ଜଣଙ୍କ ଭିତରେ କଜିଆ ଲାଗିଛି, ସ୍ୱର୍ଗର ଅଧିବାସୀ କିଏ? ସିଏ ଉତ୍ତର ଦେଲେ, हे ସନ୍ଥ ମହାତ୍ମା, ମୁଁ ଯୁଗ ଯୁଗ ଧରି ଇଏ ପୃଥିବୀ କି ଧାରଣ କରିଛି। କେତେ ଯୁଗ ଗଲାଣି ମୁଁ ସେମିତି ପୃଥିବୀ କି ଧାରଣ କରି ଅଛି। ତେଣୁ ଆଉ ଯିଏ ଇଏ ପୃଥିବୀ କି 5-10 ମିନିଟ୍ ହଉ 3 ମିନିଟ୍ ହଉ ଯଦି ଧାରଣ କରିପାରିବ, ସେ ତାର ସ୍ୱର୍ଗର ଅଧିବାସୀ ହବ ବା ପ୍ରକୃତ ସାଧକ ହବ। ଖାଲି କଥା କହିଲେ ତ ସାଧକ ହଅନ୍ତିନି। ତେଣୁ ସେଇ ହେବେ ସାଧକ। ବିଶ୍ୱାମିତ୍ର ସାଙ୍ଗେ ସାଙ୍ଗେ ବାହାରି ପଡ଼ିଲେ, କହିଲେ ମୁଁ ପୃଥିବୀ କି ଧାରଣ କରିବି। ଦୁନିଆରେ ଯେତେ ଶତ୍ରୁ ଦୁନିଆରେ ଅଛନ୍ତି ଆପଣମାନେ ଜାଣିଛନ୍ତି। ସିଏ ତାର ଶତ୍ରୁ, ସିଏ ତାର ଶତ୍ରୁ, ସିଏ ତାର ଶତ୍ରୁ। ଶତ୍ରୁଙ୍କ ନାଁ ଆପଣମାନେ ବହୁତ ଜାଣିଛନ୍ତି। କିନ୍ତୁ ଇଏ ଦୁନିଆରେ ଶତ୍ରୁ ହେଉଛନ୍ତି ଜଣେ ଯାହାଙ୍କ ଭିତରେ ଅହଙ୍କାର ରହିଛି, ଯାହାଙ୍କ ଭିତରେ ମୁଙ୍କାର ରହିଛି। ମୋ ଠାରୁ ଆଉ ବଡ଼ ଏ ଦୁନିଆରେ କେହି ନାହାନ୍ତି, ମୁଁ ହିଁ ଏକମାତ୍ର। ସେଇ ହଉଛି ସତ୍ୟ। ବିଶ୍ୱାମିତ୍ର କହିଲେ ବଶିଷ୍ଠଙ୍କୁ, ମୁଁ ପୃଥିବୀ କି ମୁଣ୍ଡେଇ ପାରିବି। 5-10 ମିନିଟ୍ କଣ ମୁଣ୍ଡେଇବି? ମୁଁ ତ ଦିନ ଯାକ ମୁଣ୍ଡେଇବି। ନା ହଉ ତାହେଲେ ମୁଣ୍ଡା। ଇଏ ଯେତେବେଳେ ସେଇ କ୍ଷୀରାବ୍ଧି ସାଇ ଅନନ୍ତ ବିଷ୍ଣୁଙ୍କୁ ଯେତେବେଳେ ପ୍ରାର୍ଥନା କଲେ, ଆଡ଼େ ସିନା ମୁହଁରେ କହିଦେଇଛନ୍ତି ମୁଁ ବଡ଼, କିନ୍ତୁ ପେଟ ଭିତରେ ସେଇ କଥାଟା ନାହିଁ। ତାଙ୍କ ଭିତରେ ଭୟ ରହିଛି। ତେଣୁ ସେ କହିଲେ ଆପଣ ମୁଣ୍ଡା। ସିଏ କ୍ଷୀରାବ୍ଧି ସାଇ ଅନନ୍ତଙ୍କୁ ଯେତେବେଳେ ଧାରଣ କଲେ, ପୃଥିବୀ ଆଉ ସ୍ଥିର ହେଇ ରହିଲା।
गोटे भूकंप सृष्टि अर्थात पृथ्वी तल तल विश्वामित्र वशिष्ठ को कहले ये पृथ्वी को मु हाथ रे धारण करी पारिबिनी आपण निजे धारण कर। वशिष्ठ कहले जे योगी ये प्रत्येक दिन योग करे आसन करे गुरु को प्रभु को ध्यान करे शास्त्र अध्ययन करे परर उपकार करे विश्वर हित पाई विश्वपति को से प्रार्थना करे से लोक होती प्रकृत साधक। तेणु वशिष्ठ होती जोगेश्वर सी जाई सांगे सांगे पृथ्वी की जिते धारण कले अनंत नागंकर फणा को जिते धरिले पृथ्वी स्थिर होइला जितेबले आपण मान देखंतु आमे सब घर द्वार करूछु आज आपण देखिबे बहु घर द्वार कोठा बाड़ी बहुत लगाए कोठा बाड़ी हो से कोठार उच्चता होती हर 30 महला 50 महला एमती सब माने घर कर जी जेड़ा बड़ घर कला से बड़ धनी तेणु ये कथार भगवान कौन संपर्क जो घरे अनंतर आविर्भाव हुए अनंत जो घरे तांकर महिमा को प्रकाश करती से घरटी होती माने अनंतर घर। आप देखिए आमर जो घर तैयारी है ये कोठा घर हो माटी घर हो जो घर हो नागबंध बोली गोटे शब्द अच्छी से नागबंधर ना होती अनंत नाग तामाने प्रत्येक घरर रक्षक होती अनंत। आउ गोटे कथा देखिए जो घरे दुख आसुची विपद आसुची निंदा आसुची से घरे जदि नृसिंह भगवान को चिंतन करा जाए सी घर अंतत किछि दुख से पड़े। आउ गोटे कथा होची जो घरे हिंदूर सर्वश्रेष्ठ संतक थाए से होची स्वस्तिक चिन्ह। स्वस्तिक चिन्हटी जो घरे रहिबो सी स्वस्तिक चिन्हर अर्थ होची धर्म अर्थ काम भक्ति। तेणु जड़े अन्य संप्रदाय लोक जिते आपण बाट देकर जीव से घर को अनईदब सी से स्वस्तिक चिन्ह रु जान ये गोटे हिंदू लोकर घर। सेमती मुसलमान सेमती गोटे चंद्र देख चंद्र तारा इत्यादि सी गोटे मुसलमान घर जो गोटे क्रॉस देख ख्रीस्टियान घर। किंतु एबे आउ
ବହୁତ ଲୋକ ଏ କଥା କରୁଛନ୍ତି। ମାନେ ବହୁତ ଲୋକ କଲେ କ'ଣ ହବ, ଆହୁରି ବହୁତ ଲୋକ ତାକୁ ସିଏ କଥା ଉପରେ ଗୁରୁତ୍ୱ ବି ଦେଉନାହାନ୍ତି। ସ୍ୱସ୍ତିକ ଚିହ୍ନର ଏତେ ମହିମା। ତେବେ ବର୍ତ୍ତମାନ ବିଶ୍ୱାମିତ୍ର ବଶିଷ୍ଠ ପୃଥିବୀକି ବହୁ ସମୟ ଧରି ଧାରଣ କଲେ। ଯେତେବେଳେ ବହୁ ସମୟ ଧରି ଧାରଣ କଲେ, ଅନନ୍ତ ନାଗ ସେ ବିଶ୍ୱାମିତ୍ରଙ୍କୁ ପ୍ରାର୍ଥନା କଲେ ଏ ବଶିଷ୍ଠଙ୍କୁ ଯେ ପ୍ରଭୁ ଆପଣ ବହୁତ ଦିନ ବହୁ ସମୟ ଧରି ये पृथ्वीर भार को बहन कले, एणिकी आपण हेतु निवृत्त हुंतु, मो काम करी। तार दुनिया रे बड़ किए? बड़ होउतंती सेई माने जिए निजुको बड़ कहते, तांको अन्य माने बड़ कहते। मु जदि एठिकी आपण मानक पाखु आइली, मु जदि गोटे साइन बोर्ड लिखी मु जने बड़ बाबाजी एठिकी आईची, मो ना बढ़िया, आपण माने केबे हेले से कथा ग्रहण करिवे? को जिए गोटे बड़ से कौन निजुक निज गोटे साइन बोर्ड मारची ना कौन? तेणु दुनिया रे जदि केही बड़ थाए, बड़ एका कला ठाकुर। दुनिया रे जदि केही दुख शुणे, सेही एका कला पथर। तेणु आमे कौन बड़ कि बड़ हेचु, कोउथरे कौन बड़ हेचु आमे, किंतु आम मनटा बहुत बड़। विश्वामित्र एवं वशिष्ठ को कहते, ऋषिवर आपण ही प्रकृत रे बड़, मु बड़ नुहे। मु गोटे प्रश्न आपण को पचारुची, आपण उत्तर आपण दियो। कौन से प्रश्नटा? से प्रश्नटी होउची आपण केमिति बड़ हेले, मु एपर्यंत हो पारिनी। मु सबुदिन ठाकुर पूजा करुची, सूर्य को जल दउची, आउ तुलसी पूजन करुची, मु तो बहुत कथा करुची, मु काई बड़ हेबिनी, आपण काई बड़ हेले? से बड़ हबार माने ता उपायटा कौन टिके मते बतई। वशिष्ठ किछि समय चिंता करी से कहिले, मु बड़ नुहे कि तू भी बड़ नुह, जिए बड़ सी स्वतंत्र। आम भितर जो बड़ कथाटा अच्छी, सेटा हूँ गोटे बड़ कणिया, एटा बड़ नुहे। मु एतिकी केवल तते कहिबाकू चाहूँची, जीवन रे दिए सत्संग करी प्रभुंकर नाम कीर्तन करी, जो परिवार हो, गाँ हो, सहर हो, जो नाम कीर्तन हुए, जो सत्संग हुए, किबा एमिति गोटे गोटे घर अच्छी जो प्रत्येक दिन भागवत अध्याय भी पाठ हुए। सेई होउची प्रकृत, सेई होउची प्रकृत बड़।
ତେଣୁ ଜୀବନ ସାରା ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମୁଁ ତ୍ରିସନ୍ଧ୍ୟା କରେ। ଯେତେବେଳେ ମୁଁ ସକାଳୁ ଉଠେ ମୁଁ ସେଇ ପରମାତ୍ମାଙ୍କୁ ପ୍ରାର୍ଥନା କରିକି ଉଠେ। ଯେତେବେଳେ ମଧ୍ୟାହ୍ନରେ ମୁଁ କ'ଣ ଖାଏ ମୁଁ ସେଇ ପରମାତ୍ମାଙ୍କୁ ସମର୍ପଣ କରି ଖାଏ। ଯେତେବେଳେ ସନ୍ଧ୍ୟା ଆସେ ସେତେବେଳେ ମୁଁ ପରମାତ୍ମାଙ୍କ ନାମକୁ ଜପ କରି ସନ୍ଧ୍ୟା କରେ। ପୁଣି ରାତିରେ ଶୋଇଲା ବେଳେ ବି ସେଇ ପରମାତ୍ମାଙ୍କୁ ପ୍ରଣାମ ଜଣାଇ ଶୁଏ। ମୋର କାମ ଏତିକି। ମୁଁ ବହୁ ଶ୍ଲୋକ ଜାଣିନି। ଏତେ ଶ୍ଲୋକ ପଢ଼ିବାକୁ ମୋତେ ସମୟ ନାହିଁ। କେବଳ ମୁଁ ଓମ୍ ପରମାତ୍ମନେ ନମ କହିକିରି ମୋର ପ୍ରାର୍ଥନା। ଆପଣ ଦେଖନ୍ତୁ ହିନ୍ଦୁ ମୁସଲମାନ ବାବୁମାନେ ସେ ନମାଜ କରନ୍ତି ଦିନକୁ 5 ଥର। ସେମାନେ ବେଳେ ବେଳେ କହି ଉଠନ୍ତି, ଆମ ଆଗରେ ନ କହିଲେ ବି ଯାହା ଆଗରେ କହନ୍ତି, ଆମେ ଦିନକୁ 5 ଥର ନମାଜ କରୁଛୁ। ମାନେ ସେଇଟା ଗୋଟାଏ ତାଙ୍କର ଗର୍ବ ଯେ ଆମେ 5 ଥର ନମାଜ କରୁଛୁ। ଆପଣ ଏଇ ଆମର ଯୋଉ ଆଫଗାନିସ୍ତାନକୁ ଯାଆନ୍ତୁ, ସେଠି ଦେଖିବେ ସମସ୍ତଙ୍କୁ ନିର୍ଦ୍ଦେଶ ଅଛି, ଯିଏ ଦୋକାନରେ ଗୁଆ ଓଜନ କରୁଛି, କିଏ ଡାଲି ଓଜନ କରୁଛି, କିଏ ଚାଉଳ ଓଜନ କରୁଛି, ଯେତେବେଳେ ମସଜିଦ ଭିତରୁ ସେ ଶବ୍ଦଟା ଭାସି ଆସିବ ଆଲ୍ଲାହଙ୍କ ଉଦ୍ଦେଶ୍ୟରେ, ଯୋଉ କାମ ଯିଏ କରୁ ସେ ସେଇଠି ରହିଲା, ସେ ଆଣ୍ଠେଇକି ଆଲ୍ଲାହଙ୍କୁ ପ୍ରାର୍ଥନା କରିବ। ଯିଏ ନ କରିବ ସେ ଦଣ୍ଡିତ ହେବ। ଇଏ ହେଉଛି ତାଙ୍କ କଥା। କିନ୍ତୁ ଖ୍ରୀଷ୍ଟିଆନ ମାନଙ୍କର ତାଙ୍କର 7 ଦିନ ଭିତରେ ଯାହା ଯିଏ କରୁଛ କର। ଖାଲି ରବିବାର ଦିନ ଯାଇକିରି ଚର୍ଚ୍ଚରେ ଘଣ୍ଟି ବଜେଇ ଦେଇ ଯଦି ଭଗବାନ ମୋତେ କ୍ଷମା କର ବୋଲି କହିଲ, ସେତିକିରେ ସେ ଖୁସି। କିନ୍ତୁ ହିନ୍ଦୁ ପ୍ରକୃତରେ କେତେ ଥର ପ୍ରାର୍ଥନା କରୁଛି? ଥରେ ପ୍ରାର୍ଥନା କଲା ବିଛଣାରୁ ଉଠିଲା ବେଳେ, ଆଉ ଥରେ ପ୍ରାର୍ଥନା କଲା ଯେତେବେଳେ ସେ ନିତ୍ୟକର୍ମ ସାରି ଠାକୁରଙ୍କୁ ମାନେ ପ୍ରଣାମ କଲା। ଭୋଜନ ମଧ୍ୟାହ୍ନରେ ଭୋଜନ କଲାବେଳେ ଆଉ ଥରେ ପ୍ରାର୍ଥନା କଲା। ସନ୍ଧ୍ୟା ବେଳେ ଆଉ ଥରେ ପ୍ରାର୍ଥନା କଲା। ସେ ଅଧଘଣ୍ଟା ନ କରୁ, 2 ମିନିଟ୍ କରୁ, ସେତିକି ବି ଯଥେଷ୍ଟ। ତାପରେ ପୁଣି ଶୋଇଲା ବେଳକୁ ପ୍ରାର୍ଥନା କଲା। ତାମାନେ ଆମ ପ୍ରାର୍ଥନାଟା, ଆମ କହିଲେ ହିନ୍ଦୁ ମାନଙ୍କ କଥା କହୁ, ଆମର ତ 5ରୁ ଅଧିକା ହେଇଯାଉଛି। ତା ଭିତରେ ପୁଣି ଆମର ଖାଇଲା ବେଳେ ଟିକେ ସ୍ମରଣ କରିବୁ, ପାଣି ପିଇଲା ବେଳେ ଟିକେ ସ୍ମରଣ କରିବୁ, ଅନୁକୂଳ କଲାବେଳେ ବିଦେଶକୁ ଟିକେ ସ୍ମରଣ କରିବୁ। ଆମର ତ ବହୁତ ହେଇଯାଉଛି। ତେଣୁ ଇଏ ବହୁତ ବେଶୀର ମୂଲ୍ୟ କିଛି ନାହିଁ। ଯିଏ ପ୍ରକୃତରେ ମୁଙ୍କାରକୁ ଅହଙ୍କାରକୁ ଦମନ କରିଛି। ଅହଙ୍କାର ହେଉଛି ଗୋଟିଏ ଚୁଟିଆ ମୂଷା। ସେ ଯୋଉଠି ପଶିବ ତାକୁ କାଟିବ, ଆଉ ଶବ୍ଦ ବି ଭୀଷଣ ଭାବରେ କରିବ। ତେଣୁ ଯୋଉମାନେ ପ୍ରକୃତରେ ସତସଙ୍ଗ କରନ୍ତି, ପୁଣ୍ୟମ୍ ଭୋଜି ବିଘଟିନି ବିଘଟିତମ୍ ସତସଙ୍ଗ ମୂଲୋତ୍ତମା ଶ୍ରଦ୍ଧା ପଲ୍ଲବିନୀ ବିରକ୍ତି କଳିକା ପ୍ରେମ ପ୍ରସନ୍ନ।
ଯିଏ ଶ୍ରଦ୍ଧାରେ ଭଲ ପାଇବାରେ ଯିଏ ପ୍ରକୃତରେ ଗୋଟିଏ ମିନିଟ୍ ମଧ୍ୟ ପ୍ରାର୍ଥନା କରନ୍ତି। ଧରନ୍ତୁ ଆମ ଶାସ୍ତ୍ରରେ ଲେଖା ହେଇଛି ଗଜ କାଳେ ପ୍ରାର୍ଥନା କରିଥିଲା। ଗଜ କହିଲେ ହାତୀ। ହାତୀ ଯେତେବେଳେ ପ୍ରାର୍ଥନା କଲା ତାକୁ ରେକର୍ଡିଂ କିଏ କରିଥିଲା? ସେ ହାତୀର ଫଟୋ କିଏ ଉଠେଇଲା? ସିଏ ଜାଣି ଗଙ୍ଗା ଗଣ୍ଡୁକୀ ତୀର୍ଥ ବିହାରରେ। ତାହେଲେ ଗଜ ପ୍ରାର୍ଥନା କରିଥିଲା। କୋଉ ମନ୍ତ୍ରରେ କଣ ପ୍ରାର୍ଥନା କରିଥିଲା? ଆମେ ତ କହୁଛୁ ଓମ୍, ମାନେ କେତେ ପ୍ରାର୍ଥନା କରୁ, ସିଏ କୋଉ ପ୍ରାର୍ଥନା କରିଥିଲା? ତାର ପ୍ରାର୍ଥନା ଥିଲା ସ୍ମରଣ। ଭକ୍ତିଟା 9 ପ୍ରକାର। ଶ୍ରବଣ, କୀର୍ତ୍ତନ, ଅର୍ଚ୍ଚନ, ବନ୍ଦନ, ଦାସ୍ୟ, ସଖ୍ୟ, ଆତ୍ମନିବେଦନ। এইଠି ଆପଣମାନେ ବସିଛନ୍ତି, ଏଠି କଣ କରୁଛନ୍ତି? ଶ୍ରବଣ କରୁଛନ୍ତି। ଇଏ ଗୋଟିଏ ଭକ୍ତି। ଆପଣ ଏଇଠୁ ଯିବେ, କଣ ଏଠୁ ଶୁଣିକିରି ଗଲେ ସେଇ କଥାଟାକୁ ମନେ ପକେଇବେ। ଘରେ ପହଞ୍ଚିଲେ ଘରେ ଯଦି ପଚାରିବେ ଯାଇଥିଲ କଣ ଶୁଣିଲ, ସେଠି ବି କହିବାକୁ ହବ ଏଇଆ ମୁଁ ଶୁଣିଲି। ଏଇ ଯୋଉ ଛୋଟିଆ ଛୋଟିଆ କଥା, ଶ୍ରବଣଂ କୀର୍ତ୍ତନ ବିଷ୍ଣୁ ସ୍ମରଣଂ ପାଦ ସେବନ। ଧରନ୍ତୁ ଆପଣ ତୁଳସୀ ମୂଳରେ ପାଣି ଦେଲେ, ତୁଳସୀ ବଞ୍ଚିଲା, ତା ସହିତ ସେଇ ଯୋଉ ପାଣି ତା ମୂଳରେ ଦେଲେ ସେଇ ଗୋଟାକ ହଉଛି ଅର୍ଚ୍ଚନ। ଠିକ ସମୟରେ ଆସିଲେ ତୁଳସୀ ଗଛରେ ପାଣି ଦେଇ ସାରି ପିଲାମାନଙ୍କୁ କିମ୍ବା ଶାଶୁ ଶ୍ୱଶୁରଙ୍କୁ କି ବାପା ବୋଉଙ୍କୁ ଯାହା ହଉ ଆପଣଙ୍କ ଆତ୍ମୀୟ ସ୍ୱଜନ ମାନଙ୍କୁ ଖାଇବାକୁ ଦେଲେ, କାହାକୁ ଔଷଧ ଦେଲେ, କାହାକୁ ଚାହା ଜଳଖିଆ ଦେଲେ, ଆପଣ ଭାବନ୍ତୁନି ଯେ ଏଗୁଡାକ ସବୁ ଛୋଟିଆ ଭକ୍ତି। ଇଏ ବି ବହୁତ ବଡ ଭକ୍ତି। ଶ୍ରବଣଂ କୀର୍ତ୍ତନ ବିଷ୍ଣୁ ସ୍ମରଣ। ଧରନ୍ତୁ ଏଠି ଆପଣ ବସିଛନ୍ତି, ପଡ଼ିଆ ଗୋଟେ କୋଉ କହିଲା ଯେ ପରୋପକାରାୟ ସ୍ୱର୍ଗାୟ। ସେଇ କଥାଟା ଯଦି ଆପଣଙ୍କ ମନ ଭିତରେ ରହିଲା, ଆପଣ ଯଦି ଭବିଷ୍ୟତରେ କିଛି ଭୁଲ କାମ କରିବାକୁ ଯାଉଛନ୍ତି, ସେତେବେଳେ ଯଦି ମନେ ପକେଇବେ ମୁଁ ଏଇଠି ବସିକିରି ଶୁଣିଥିଲି ପରର ଉପକାର କରିବା ହଉଛି ସ୍ୱର୍ଗ, ତାହେଲେ ମୁଁ ଭୁଲଟା କେମିତି କରିବି? ମାନେ ଭକ୍ତିକି ଯୋଉ ଗୋଟେ ଭକ୍ତି ବୋଲି ଗୋଟେ ଯେମିତି ସବୁଆଡେ ଚହଳ ପଡିଛି, ସିଏ ବହୁତ ବଡ ଭକ୍ତ, ସିଏ ବହୁତ ଭକ୍ତି କରୁଛି। ଶାଶୁ କହୁଛି ବୋହୂକୁ, ଶାଶୁ କହୁଛି ପଡୋଶୀଙ୍କୁ, ମୋ ବୋହୂ ଠାକୁର ଘରେ 2 ଘଣ୍ଟା ପୂଜା କରେ। ବୋହୂଟାକୁ ଶୁଣିକିରି ଶାଶୁ ଶୁଣିକିରି ତାହାର ଯେତେବେଳେ ସୁବିଧା ପାଉଛି, ସିଏ ବି ଅନ୍ୟ ଲୋକଙ୍କୁ କହୁଛି ମୋ ବୋହୂ ଠାକୁର ଘରେ ଯଦି ପଶିଲା 3 ଘଣ୍ଟା। ତାଙ୍କ ଭିତରେ ଭକ୍ତି ଉପରେ ମଧ୍ୟ କମ୍ପିଟିସନ ଥାଏ। କିନ୍ତୁ ପ୍ରକୃତରେ ଭାଗବତରେ କହିଲେ
भक्ति रे प्रीति नहीं जार से काहू लभे मो पयर। जदि भक्ति अच्छी प्रीति नहीं आपण माने आसिले आपण गोटे बिछना दिया बसिया किंबा पानी टिके दिखाई पीवा भोग टिके दिखाई प्रसाद पाइबा जदि किसी नहीं से आपण मैंने आइला बेलू से दुआर मो कबाटी बंद कर दी पलि किए आसिले सीना आम बिछना देबू जदि कहीं न आसिले तो गला तेणु भक्ति रे प्रीति नहीं जार से काहू लभे मो पयर। काली गोटे टीवी रे मु देखुली गोटे दिन बस बस देखिली जे गोटे भल सड़क सुंदर टोकाटी माने अति सुंदरिया टोकाटी नाकरू मुंड तालु पर्यंत चिता हरि मंदिर तिलक धारण कर मुझे अनेली से जोरू देखला पुलिस सांगे से जाऊ ये लोकटा कौन पुलिस सांगे जाऊ बुझला बेलू से सीना बाबा है किंतु भितरे भितरे सबु विभिन्न व्यभिचार कार्य करिबा पाई लोकमान को प्रवर्तई ता भितरे निशा द्रव्य सबू गोलेकरी पणा बांधुची हो से पणार एमान सब शोई पड़िया पर ता काम से करती हो। तेणु यही होउची मनीष जीवनर समस्ते एटी आमे जेते बहिचे जहा को भी पचारे तमें जन्म हल कौ मसीह अनेक कहे हाँ मो जन्मटा अमुक मसीह जदि पचारे तुम्हें मर कौ मसीह सेटा कई कहीपर सेटा कौन आमे कहीपर ताले सेटा का हाथ में अच्छी से काल पुरुषंक हाथ में अच्छी आम सब गाँवली भजन सब जे सब आगुरी करुले आउ हो नहीं बोली कौन करुले आउ एणिकी रे मन भूलु काहींकी उड़ुछि मने ना आउ एणी भूलु गत काली गोटे कथा शुणु आमर यही ओडिशा कथा खाइले बिछना पारिले शोइले और शोला बेले कहले मो मुंडटा कहीं बिंदु धर्म पत्नी आसिक मुंडे कौन भात दे शोई तो शोई जिते खाइबा समयटा है स्त्री जाई डाक 9टा बाजिला कि 10टा बाजिला खाई दियो सी आउ अच्छी जे खाइब सी आउ अच्छी ये कुआरे जाए तेणु ये मन रखिए यही हूँ जीवनर प्रत्यक्ष उदाहरण गोटे लोक खाई शोला जलिखिया खाई मुंड बिंधिला औषध माइला केते बेले से काल पुरुष ताकू नहीं पड़ेला सेथिपाई आम महापुरुष माने सी सबू आमको सबू भल भल कथा शिखई
ହାଟରେ ପାଞ୍ଚ ପାଇକ ହେଉଛନ୍ତି। ଯାହା କରିବାକୁ ଜୀବନରେ ଚାହୁଁଛ ତାକୁ ଆଜି କର। ନାଇଁ ଆଜି ଆଉ କରିବାନି, ଆଜି ହଉଛି ଗୁରୁବାର, ତେଣୁ ଗୁରୁବାର ଆଜି ମାସନ୍ତଟା, ଆଜି ସଂକ୍ରାନ୍ତି, ଆଉ ଗୁରୁବାର ମୁଁ ଏ କାମଟା କରିବି। ଏତିକି କହିକି ତମେ ଯେ ଘରକୁ ଆଇଥିବ, ତମ ପେଟକୁ ଯଦି ଜୋର ମାରିବ, ମାନେ ଗୋଟେ ରୋଗ ସୃଷ୍ଟି ହେଲା, ଆପଣ କ'ଣ କହିବେ? ଗୁରୁବାର ମାସନ୍ତ ସଂକ୍ରାନ୍ତି ମୁଁ ଯିବି ନେଇ ମେଡିକାଲ। କେତେ ଅନ୍ଧବିଶ୍ୱାସର ମହିଳା ଆଜି ଆମମାନଙ୍କ ପାଖରେ ଅଛି। ଜଣେ ମରିଗଲା, ତା ଜୀବନଟା ଦୀପ ସରିଗଲା, ସେ ମରିଗଲା, ଆମେ ଆଉ କ'ଣ କରିବା? ସିଏ ତ ମଲା। 12 ଦିନ ଯାକ ପର୍ଯ୍ୟନ୍ତ ମାନେ ଯିଏ ଯେତେ ବ୍ରାହ୍ମଣ ବୈଷ୍ଣବ ଖୁଆଇଲେ ସେସବୁ ଆପଣମାନେ ଜାଣିଛନ୍ତି, କିନ୍ତୁ ବର୍ଷକ ପର୍ଯ୍ୟନ୍ତ ଦେବତା ମନ୍ଦିରକୁ ଯାଇପାରିବନି, କୋଉ ଦେବାଦେବୀଙ୍କୁ ଦର୍ଶନ କରିପାରିବନି। କୋଉଠି ଲେଖା ହେଇଛି ଶାସ୍ତ୍ରରେ? ଜଣେ ସିନା ଦେବତା ମନ୍ଦିରକୁ ଗଲେ, ଦେବତାଙ୍କୁ ଦେଖିଲେ କିମ୍ବା ଗୁରୁଙ୍କୁ ଦେଖିଲେ ତା ମନରେ ଗୋଟେ ଖୁସି ଆସିବ କି ସନ୍ତୁଷ୍ଟ ଆସିବ। ତମେ ତାକୁ ବାରଣ କରୁଛ, ଏ ବର୍ଷେ ପୁରୀ ନେଇ ଆଉ 8 ଦିନ ଅଛି, 8 ଦିନ ପରେ ଯିବ। ତାହେଲେ ତମେ କ'ଣ ଶିଖିଛ? ଆମେ କଲେଜରେ ପଢିଛୁ, ଆମେ ଅମୁକ କରିଛୁ, ଆମେ ଧମକ କରିଛୁ, କିନ୍ତୁ ଆମ ଭିତରେ ଅନ୍ଧବିଶ୍ୱାସ ଯାଇନି। ତେଣୁ ସେ ବାଧ୍ୟ ହେଇକିରି ଫେରିକିରି ଆସିବ। ବଳିଆ ତାଙ୍କୁ ସବୁ କହେ, ତମେ ସିଏ କହୁଛନ୍ତି ଜମା ଯାଆନା, ବଳିଆ କହୁଛି ଦିନକୁ 3 ଥର ଯା। ସେ ପ୍ରେତ କେମିତି ତମକୁ ମାରି ବସିବ ମୁଁ ଦେଖିବି। ଆରେ ତୁ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେଇଛୁ, 11 ଦିନ କ'ଣ କଲୁ ନା ପୁରୀ ତରକାରୀ, 12 ଦିନ ଡାଲି କଲି, ଗୋଟେ ଘାଣ୍ଟ କଲି। ଘାଣ୍ଟଟା କ'ଣ? ଘାଣ୍ଟ ମାନେ କଖାରୁ ଆଳୁ କଦଳୀ ପକେଇ ସେଥିରେ ପୁରା ମାଛ ପକେଇଲେ ସେଇଟା ହେଲା ଘାଣ୍ଟ। 11 ଦିନ ପର୍ଯ୍ୟନ୍ତ ତୋ ପିତୃପିତା ବାରିରେ ଖାଇଲେ, ତାଙ୍କୁ ହାଣ୍ଡି ନେଇକିରି ବାରିରେ ଦେଲେ, ସେ ଗୋଟେ ବାରିରେ ନେଇକିରି ଗୋଟେ କଦଳୀ ପତ୍ରରେ ଥୋଇ ଦେଇକିରି ଆଇଲେ। ଆଜି କ'ଣ ତାର ଏମିତି ବେଳ ପଇଲା, ସିଏ ଆଜି ମାଛ ଘାଣ୍ଟ ଖାଇବ? ଆଜି କ'ଣ ଖାଇଲେ ହବନି? ତେଣୁ ବିଶ୍ୱାସ ଠାରୁ ଏଇ ବିଶ୍ୱାସ ହଉଛି ପ୍ରକୃତରେ ଶ୍ରଦ୍ଧା। ଏଇ ବିଶ୍ୱାସ ହଉଛି ପ୍ରକୃତରେ ସତସଙ୍ଗ। ଇଏ ସତସଙ୍ଗ ଆମେ କି ସତସଙ୍ଗ କରି ଜାଣିଛୁ? ଆମେ ତ ଆସିଲୁ, ଚେୟାରରେ ବସିଲୁ, ମାଇକି ଲାଗିଲା, ଲାଇଟ୍ ଜଳିଲା, ଆପଣମାନେ ଆସିଲେ, ଗୋଟେ ଦୀପଦ ପଦେ କହିଲୁ। ଇଏ ସତସଙ୍ଗ ଆଉ 10 ମିନିଟ୍ ପରେ କି 5 ମିନିଟ୍ ପରେ ସଇଲା। କିନ୍ତୁ ପ୍ରକୃତ ସତସଙ୍ଗ ହେଇଥିଲା ମହାଭାରତ ଯୁଦ୍ଧରେ। ସେଠି ଆଉ କେହି ନଥିଲେ, କେବଳ କୃଷ୍ଣ ଥିଲେ, ଅର୍ଜୁନ ଥିଲେ। ଆଉ ଗୋଟେ ସତସଙ୍ଗ ହେଇଥିଲା କୃଷ୍ଣ ଆଉ ଉଦ୍ଧବଙ୍କ ଭିତରେ। ଆଉ ଥରେ ସତସଙ୍ଗ ହେଲା ଯେତେବେଳେ ହନୁମାନ, ସୁଗ୍ରୀବ ଇଏ ସବୁ ସେ ପର୍ବତ ସଙ୍ଗ କରୁଛୁ,
ଏଇଠି କରୁଛୁ ସେଇଠି ଛୁରିଯିବୁ। ଯେତେବେଳେ ଆମ ପ୍ରତ୍ୟେକ ପରିବାରରେ ଟିକେ ସତ୍ସଙ୍ଗ ହବ କିମ୍ବା ଗୋଟେ ସତ୍ ଚିନ୍ତା କରାଯିବ, ସେତେବେଳେ ପାପ ତ ଜମା ଆସିବନି। ଆଉ ସେ ଆସିବ କୋଉ? ସିଏ ଯେ ଶବ୍ଦ ଶୁଣିବ, ହରିନାମ ସଂକୀର୍ତ୍ତନ ଯତ ଦୂର ଯାଏ, ଗୋ ହତ୍ୟା ବ୍ରହ୍ମ ହତ୍ୟା ଛାଡ଼ିଆ ପଳାଏ। ଯେତେବେଳେ ଆପଣମାନଙ୍କର ପରିବାରରୁ ବା ମନ୍ଦିରରୁ କି ଗ୍ରାମ୍ୟ ଭାଗବତ ଟୁଙ୍ଗିରୁ ବା ଠାକୁରାଣୀଙ୍କ ପାଖରୁ ଗୋଟେ ସତସଙ୍ଗ ବା ନା ହରିନାମ କୀର୍ତ୍ତନ ଶୁଭିଲା, ସେଠି ପ୍ରେତ ଲୋକ ଉଦ୍ଧାର ହେବେ, ପିତୃ ଲୋକ ଉଦ୍ଧାର ହେବେ। ସେଠି ସେ ସ୍ଥାନ ମଧ୍ୟ ଗୋଟିଏ ପବିତ୍ର ସ୍ଥାନରେ ପରିଣତ। ତେଣୁ ପବିତ୍ର ମନରେ ନିଜର ଅହଙ୍କାରକୁ ଛାଡ଼ି ସୁସମ୍ପର୍କ ସ୍ଥାପନ କରି ଜୀବନକୁ, ପରିବାରକୁ ଏବଂ ସମାଜକୁ ଯଦି ଗଢ଼ିବା, ତାହେଲେ ସେଇ ହବ ପ୍ରକୃତରେ ସତସଙ୍ଗ। ଆଉ ସତସଙ୍ଗ ଆଉ ସବୁ ଯୋଉଠି ହଏ, ମୁଁ ତ କୋଉ ସତ୍ସଙ୍ଗକୁ ଯାଏନି, ମୋତେ ସମୟ ନଥାଏ। ଏ ଟିଭିରେ ସବୁ ସତ୍ସଙ୍ଗ ମୁଁ ଶୁଣେ, ସିଏ ସତସଙ୍ଗ ବି ମୋ ମନକୁ ବି ଯାଏନି। ଖାଲି ଦଶରଥଙ୍କ ପୁଅ ରାମ, ଏଇଟା ତ ସମସ୍ତେ ଜାଣିଥିଲେ, ଆଉ ତମେ କହିଲ ହେଠୁ କଣ ଅଧିକାଟା କହିଲ? ଏ ଦଶରଥଙ୍କ ପୁଅ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ଆକୁ କିଏ ନ ଜାଣିଛି କି? ଏ ଆপিଲ ଗୋତରା ଆମର ଏ ସବୁ କେତେ ଗାଁ ଅଛି, ଯାହାକୁ ପଚାରୁ କିଏ ନ ଜାଣିଛି? ଯେତେବେଳେ ସେଇ କଥାକୁ ଆମେ ଠିକ ଭାବରେ ବୁଝିବା, ସିଏ ତ ଗଲେଣି ତ୍ରେତୟା ଯୁଗରୁ, ଆଜି କାହିଁକି ଆମର ଗୋତରାରେ ସେଇ କଥାଟା ପଡିଛି? କାଲ ନା କୋଉ ଗୁଡା କହୁଥିଲେ ମୋର ମନେ ନାହିଁ। ଏଇ ଜୀବନ ହଉଛି ଦଶରଥ, ପ୍ରତ୍ୟେକ ଜୀବନ ହିଁ ଦଶରଥ। ପ୍ରତ୍ୟେକ ଜୀବନର 10ଟା ଦ୍ୱାର, ସେଇ 10 ଦ୍ୱାର ଭିତରେ ଅଛନ୍ତି 3ଟି ରାଣୀ। ସିଏ କିଏ? ଆପଣମାନେ ଜାଣିଛନ୍ତି ତ, ସିଏ ହଉଛନ୍ତି କର୍ମ, ଜ୍ଞାନ, ଭକ୍ତି। ଯେଉଁ ମଣିଷ ପାଖରେ କର୍ମ, ଜ୍ଞାନ, ତେଣୁ ଏଇ ସବୁ ଯୋଉଠି ଥାଏ ସେଇ ହଉଛି ଲଙ୍କା। ଯଦି ଜୀବନରେ ରାମଙ୍କୁ ପାଇବ, ଶାନ୍ତିରେ ବଞ୍ଚିବ, ପରିବାରକୁ ଗଠନ କରିବ, ତାହେଲେ ଏଇ କେତୋଟି କଥାକୁ ଯଦି ଜୀବନରେ ଆମେ ପାଳନ କରିବା, ଏଥିପାଇଁ ଜମା ଘଣ୍ଟା ଘଣ୍ଟା ସମୟ ନାହିଁ ଦରକାର, ସବୁ କଥା ଆପଣ କରିପାରିବେ। ଆଉ ଯଦି ନ କରିବେ, ତାହେଲେ ଆପଣ କୁମ୍ଭକର୍ଣ୍ଣ ହେବେ। କୁମ୍ଭକର୍ଣ୍ଣ ହେଇକିରି ଖାଇଲେ, ତାପରେ ଶୋଇଲେ, ତାପରେ ଉଠିଲେ, ତାପରେ ଯୁଆଡକୁ ମାନେ ସାଡକୁ ଡେଇଁଲେ, ଆଉ ତାପରେ ରୋଗ ବୈରାଗ ହେଲା, ତାପରେ ମଲେ। ଆଉ ଏଇଟା ହଉଛି କୁମ୍ଭକର୍ଣ୍ଣ। ଆଉ କୁମ୍ଭକର୍ଣ୍ଣ କିନ୍ତୁ ଲକ୍ଷ୍ମଣଙ୍କୁ କାହିଁକି କୁହାଯାଇଛି ଆଦର୍ଶ ବୋଲି? ସିଏ ଭାଇ ଭାଉଜଙ୍କୁ ଜଗୁଥିଲେ, ରାତିରେ ସେ ଖାଉନଥିଲେ। ମା ସୀତା ଯୋଉ ଫଳ ବାଣ୍ଟିକିରି ଦିଅନ୍ତି, ଲକ୍ଷ୍ମଣଙ୍କ ପାଖକୁ ଗୋଟେ ଭାଗ ଯାଏ। ଲକ୍ଷ୍ମଣ ଦେଖନ୍ତି ମୁଁ ଯଦି ୟାକୁ ଖାଇବି ତାହେଲେ ମତେ ନିଦ ମାଡ଼ିବ, ତେଣୁ ସେ ଖାଆନ୍ତି। ଏବଂ ନିଜର ଧର୍ମପତ୍ନୀଙ୍କୁ ଅଯୋଧ୍ୟାର ରାଜବାଟରେ ଛାଡ଼ି
ଭାଇ ଭାଉଜଙ୍କ ପାଇଁ ସେ 14 ବର୍ଷ ଜଙ୍ଗଲରେ ବୁଲିଲେ। ତେଣୁ ଲକ୍ଷ୍ମଣ ହଉଛନ୍ତି ଅନନ୍ତ, ରାମ ଯଦି ହଉଛନ୍ତି ବିଷ୍ଣୁ, ଲକ୍ଷ୍ମଣ ହଉଛନ୍ତି ଅନନ୍ତ। ଆଉ ସମସ୍ତେ ରାମ ଲକ୍ଷ୍ମଣ କହୁଛନ୍ତି ନା ଆଉ କଣ କିଏ କହୁଛି ରାମ କୁମ୍ଭକର୍ଣ୍ଣ କିଏ କହୁଛି? ତେଣୁ ସଜ୍ଜନ ଏଇ ହଉଛି ଆମର ଗୋଟେ ସନ୍ଧ୍ୟା। ମୁଁ ପ୍ରାୟ ଏଠିକି କେତେ ବର୍ଷ ହେଲା ଆସିନି ମୋର ମନେ ନାହିଁ। ମୁଁ ପ୍ରାୟ 25-30 ବର୍ଷ ହେଇଗଲାଣି ନା କଣ। ଆଉ ମୋ ଦାଢ଼ି ଯେତେବେଳେ କଳା ଥିଲା ମୁଁ ଆଇଥିଲି, ଏବେ ଆଉ ମୋ ଦାଢ଼ି ପାଚିଗଲାଣି। ତେଣୁ ମୁଁ କେବଳ ଗୋଟେ ଶ୍ରଦ୍ଧାକୁ ରକ୍ଷା କରି ମୁଁ ବି କାହାରି ଘରକୁ ବି ଆଉ ପ୍ରୋଗ୍ରାମ ମୋର ନାହିଁ। ମୁଁ କେବଳ ଯୋଉଠିକି ଯାଉଛି, ଯୋଉଠି ଶ୍ରଦ୍ଧା ଟିକେ ଅଛି ସେଠିକି ଯିବା। ତେବେ ସଜ୍ଜନ ଏଇ ହଉଛି ଆମର କଥା। ଆମ ରାମାୟଣ ହଉଛି ଜୀବନ ରାମାୟଣ, ପାରିବାରିକ ଜୀବନ ରାମାୟଣ। ଯେଉଁ ପରିବାରରେ ଶାନ୍ତି ଅଛି ସେଠି ସବୁ କିଛି ଅଛି। ଆମେ ଏଇଠି କୀର୍ତ୍ତନଟିଏ କରି କଥା ବଲ। ମିଠା ପଡୁଛି।